ନିଜର ସମ୍ମାନ ବଢ଼ାଇବାର ଅଛି ତ ଏହି 25ଟି କାମକୁ ଅବଶ୍ୟ କର। 1. ସମସ୍ତଙ୍କ ସହିତ ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ। ଯାହା ସହିତ ଯେତିକି କଥା ହେବା ଉଚିତ ତା ସହିତ ସେତିକି ହିଁ କଥା ହୁଅନ୍ତୁ। ବହୁତ ବେଶୀ କଥା ହେବା ଆପଣଙ୍କ ଶବ୍ଦର ଏବଂ ଆପଣଙ୍କ ଭ୍ୟାଲ୍ୟୁକୁ ମଧ୍ୟ କମ୍ କରିଦିଏ। 2. କାହାକୁ 2 ଥରରୁ ଅଧିକ ନିଜ କଥା ମନାଇବା ପାଇଁ ବିବଶ କରନ୍ତୁ ନାହିଁ। ଯଦି କେହି ଆପଣଙ୍କ କଥା ମାନେ ନାହିଁ ତ ପୁଣି ତାକୁ ଯିବାକୁ ଦିଅନ୍ତୁ। ତାକୁ ବାରମ୍ବାର ଫୋର୍ସ କରନ୍ତୁ ନାହିଁ ଏବଂ ତା ଉପରେ କ୍ରୋଧ ମଧ୍ୟ କରନ୍ତୁ ନାହିଁ। 3. ବହୁତ ବେଶୀ ଚିନ୍ତା କର ନାହିଁ କୌଣସି ବସ୍ତୁର ବା କୌଣସି ବ୍ୟକ୍ତିର, କାରଣ ଆପଣ ଯେତିକି କମ୍ ଚିନ୍ତା କରିବେ ଲୋକେ ଆପଣଙ୍କ ପ୍ରତି ସେତିକି ଅଧିକ ଆଟ୍ରାକ୍ଟ ହେବେ ଏବଂ ଆପଣଙ୍କ ସହିତ ରହିବାକୁ ଚାହିଁବେ। 4. ଲୋକଙ୍କର ଟ୍ରଷ୍ଟ ଏବଂ ରେସ୍ପେକ୍ଟକୁ ଜିତିବା ଶିଖ। ତାଙ୍କ ସହିତ ଡିଲ୍ କରିବା ଶିଖ, ଯାହାଦ୍ୱାରା ଲୋକେ ତୁମ ପ୍ରତି ପ୍ରଭାବିତ ହେବେ ଏବଂ ତୁମକୁ ଗୋଟିଏ ଭଲ ଏବଂ ଉତ୍ତମ ମଣିଷ ବୋଲି ବୁଝିବେ। 5. ଯଦି ଆପଣ କାହାର ପଇସା ନେଇଛନ୍ତି ତ ତାକୁ ବିନା ମାଗି ଫେରାଇ ଦିଅନ୍ତୁ। ସେହି ଲୋକର ବାରମ୍ବାର କହିବାକୁ ଅପେକ୍ଷା କରନ୍ତୁ ନାହିଁ। 6. କାହାର ଆମଦାନୀ, ତାର ସମ୍ପର୍କ, ତାର ବ୍ୟକ୍ତିଗତ ଜୀବନର ସମ୍ବନ୍ଧ ପ୍ରଶ୍ନ ପଚାରନ୍ତୁ ନାହିଁ। ଆପଣ ଖାଲି କାମର କଥା ହୁଅନ୍ତୁ। କାହାକୁ ଅସହଜ କରିବାର ପ୍ରୟାସ କରନ୍ତୁ ନାହିଁ। 7. ଯଦି କୌଣସି ବ୍ୟକ୍ତି ଆପଣଙ୍କ ସାହାଯ୍ୟ କରିଛି ତ ତାକୁ ଥ୍ୟାଙ୍କ ୟୁ ଅବଶ୍ୟ କୁହନ୍ତୁ। 8. ଯଦି କେହି ଅତିଥି ଆପଣଙ୍କ ଘରକୁ ଆସୁଛନ୍ତି ତ ତା ସହିତ କଥା ହୁଅନ୍ତୁ, ତାକୁ ସମୟ ଦିଅନ୍ତୁ। ସବୁ ସମୟରେ ନିଜ ଫୋନରେ ଲାଗି ରୁହନ୍ତୁ ନାହିଁ। 9. ଲୋକେ ତାଙ୍କର ସମ୍ମାନ କରନ୍ତି ଯେ ପାୱାରଫୁଲ୍ ଦେଖାଯାଆନ୍ତି ଏବଂ ସବୁବେଳେ ସମସ୍ତଙ୍କର ନଜରରେ ରହନ୍ତି। ଏଥିପାଇଁ ଆପଣ କୌଣସି ଉପସ୍ଥିତ ରୁହନ୍ତୁ ନାହିଁ, ବରଂ ଦେଖନ୍ତୁ, ଚର୍ଚ୍ଚାରେ ରୁହନ୍ତୁ ଏବଂ ଲୋକଙ୍କ ନଜରରେ ରୁହନ୍ତୁ। 10. ସବୁବେଳେ ଶାଳୀନତାରେ ରୁହନ୍ତୁ ଏବଂ ରହସ୍ୟମୟ ଦେଖାଯାଆନ୍ତୁ। ଏହାଦ୍ୱାରା ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ ଏବଂ ଆପଣଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବେ। 11. ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ପସନ୍ଦ କରୁନାହିଁ ତ ଏମିତି ଦେଖାଅ ଯେମିତି ଆପଣଙ୍କୁ ତାର ଆବଶ୍ୟକ ହିଁ ନାହିଁ। ଏହାଦ୍ୱାରା ସେହି ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହେବ। 12. କୌଣସି ଜିନିଷ ନ ମିଳିଲେ ବହୁତ ଦୁଃଖ ହୁଅନ୍ତୁ ନାହିଁ, କାରଣ ଏହା ଆପଣଙ୍କ ଦୁର୍ବଳତାକୁ ଦର୍ଶାଇଥାଏ ଏବଂ ଲୋକ କୌଣସି ଦୁର୍ବଳ ବ୍ୟକ୍ତିକୁ ପସନ୍ଦ କରନ୍ତି ନାହିଁ। 13. ଯଦି କେହି ଆପଣଙ୍କୁ ଅସମ୍ମାନ କରେ ତ ଶୀଘ୍ର ତାଠାରୁ ଦୂରେଇ ଯାଆନ୍ତୁ। ନା ତ ତା ସହିତ ଝଗଡ଼ା କରନ୍ତୁ, ନା ତ ତାକୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତୁ। ଖାଲି ସାଇଲେଣ୍ଟଲି ତାର ଜୀବନରୁ ନିଜକୁ ହଟାଇ ଦିଅନ୍ତୁ। 14. ସବୁ ସମୟରେ ସମସ୍ତଙ୍କ ପାଇଁ ଉପସ୍ଥିତ ରୁହନ୍ତୁ ନାହିଁ। କେବେ କେବେ ତାକୁ ନିଜର ହେବାର ନ ହେବାର ଅନୁଭବ ମଧ୍ୟ କରାନ୍ତୁ। ଏହାଦ୍ୱାରା ଲୋକେ ଆପଣଙ୍କ ଭ୍ୟାଲ୍ୟୁ କରିବା ଆରମ୍ଭ କରିଦେବେ। 15. ଲୋକଙ୍କ ମଧ୍ୟରେ ବ୍ୟର୍ଥ କୁହ ନାହିଁ। ନିଜର କାମରେ ବ୍ୟସ୍ତ ରୁହ। ଫାଲତୁ ମାମଲାରେ ଏବଂ ଝଗଡ଼ାରୁ ଦୂରେଇ ରହିବାର ପ୍ରୟାସ କରନ୍ତୁ। 16. ନିଜ ଜୀବନରେ ଏକ ବାଉଣ୍ଡ୍ରି ଏବଂ ଡିସିପ୍ଲିନ୍ ମେଣ୍ଟେନ୍ କରି ରଖନ୍ତୁ। ନା ନିଜେ କେବେ ତାକୁ କ୍ରସ୍ କରନ୍ତୁ, ନା ତ ଲୋକଙ୍କୁ କରାଇବାକୁ ଦିଅନ୍ତୁ। ନିଜ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖନ୍ତୁ। ଗୋଟିଏ ଭଲ ଏବଂ ସୁସ୍ଥ ଶରୀର ହିଁ ଲୋକଙ୍କର ନଜରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଥାଏ। 18. ନିଜର ପର୍ସନାଲ ଲାଇଫ୍ ଏବଂ ପର୍ସନାଲ ସ୍ପେସ୍ରେ କାହାକୁ ପଶିବାକୁ ଦିଅନ୍ତୁ ନାହିଁ। ଲୋକଙ୍କ ସହିତ ସେତିକି ହିଁ ଫ୍ରେଣ୍ଡଲି ରୁହନ୍ତୁ ଯେତିକି ଉଚିତ ଅଛି। 19. କୌଣସି ପ୍ରକାରର ଏଡିକ୍ସନ୍ କର ନାହିଁ। ନା ତ କାହା ସହିତ ବହୁତ ଇମୋସନାଲ ଆଟାଚ୍ ରୁହନ୍ତୁ। 20. ସମସ୍ତଙ୍କୁ ଫ୍ରିର ଜ୍ଞାନ ବାଣ୍ଟନ୍ତୁ ନାହିଁ। ଯେଉଁ ସମୟ ପର୍ଯ୍ୟନ୍ତ ଆପଣଙ୍କୁ କିଛି ପଚରା ନଯାଏ ସେ ପର୍ଯ୍ୟନ୍ତ ତାକୁ କିଛି କୁହନ୍ତୁ ନାହିଁ। 21. କେବେ କେବେ ଲୋକଙ୍କୁ ନା କହିବା ମଧ୍ୟ ଜରୁରୀ ହୋଇଥାଏ। ସବୁବେଳେ କାହାର କହିବା ଅନୁସାରେ ଚଳନ୍ତୁ ନାହିଁ। ନିଜ ପ୍ରେଜେଣ୍ଟେସନ, ନିଜ ବଡି ଲାଙ୍ଗୁଏଜ ଏବଂ ନିଜ କନଫିଡେନ୍ସରେ ଲୋକଙ୍କର ଧ୍ୟାନ ଆକର୍ଷିତ କରିବା ଶିଖନ୍ତୁ। 23. ନିଜର ବ୍ୟବହାର ସବୁବେଳେ ଭଲ ରଖନ୍ତୁ ଏବଂ କଥାବାର୍ତ୍ତା ସବୁବେଳେ ସ୍ପଷ୍ଟ ରଖନ୍ତୁ। ଏହାଦ୍ୱାରା ଆପଣ ଲୋକମାନଙ୍କ ପ୍ରତି ଭଲ ବ୍ୟବହାର ପକାଇବାରେ ସଫଳ ହେବେ। ନିଜ ଖୁସିର ସବୁବେଳେ ଧ୍ୟାନ ରଖନ୍ତୁ। ସବୁବେଳେ ଅନ୍ୟର ସ୍ୱପ୍ନକୁ ପୂରଣ କରନ୍ତୁ ନାହିଁ।
ଯେ ଆପଣଙ୍କଠାରୁ ଦୂରେଇବାକୁ ଚାହୁଁଛି ତାକୁ ଖୁସି ଖୁସି ବିଦା କରିଦିଅନ୍ତୁ। ବହୁତ ବେଶୀ କାହା ପଛରେ ପଡ଼ନ୍ତୁ ନାହିଁ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।